ବୋଉ ନାଁଟି ଶୁଣିବାକୁ ଯେତିକି ମଧୁର ଲାଗୁଛି ତାଠୁ ଅଧିକ ସମସ୍ତଙ୍କର ଅତି ପ୍ରିୟର ମଣିଷ ସେ, ଯାହାଙ୍କୁ ସମସ୍ତେ ଡାକନ୍ତି ବୋଉ। ଅତି ସାଧାରଣ ବେଶଭୂଷା ଦିଶୁଥିଲେ ମଧ୍ୟ ସେ ଥିଲେ ଅନେକ ଅସାଧାରଣ ଗୁଣର ଅଧିକାରିଣୀ। ଏମିତି କେଉଁ ପିଲାଟି ନାହିଁ ସେ ବୋଉକୁ ଭଲ ପାଇନି। ମିଠା ମିଠା କଥାରେ ବାନ୍ଧି ରଖିଥିବା ମଣିଷକୁ କିଏ ବା କାହିଁକି ଘୃଣା କରିବ? ଅନ୍ୟର ଭୋକକୁ ଦେଖି ନିଜ ଖାଦ୍ୟରୁ କାଢ଼ି ଦେଉଥିବା ମଣିଷଟି ବୋଉ। ପାଦରେ ଅଳତା ନାଇବାଠୁ ନେଇ ମଥାରେ ଓଢ଼ଣି ଦେବା ପର୍ଯ୍ୟନ୍ତ ନିଜକୁ ଓଡ଼ିଆଣୀ ଭାବରେ ପରିଚୟ ପ୍ରଦାନ କରିବାଠୁ ନେଇ ଯାନିଯାତ୍ରା ପର୍ବ ପୁନେଇ ପାଳନ କରୁଥିବା ନାରୀଟି ବୋଉ। ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେବାଠୁ ନେଇ ଅତିଥି ସତ୍କାର କରିବା ପର୍ଯ୍ୟନ୍ତ କାମ କରୁଥିବା ନାରୀଟି ବୋଉ। ମାତ୍ର ସେ ବୋଉ ଆଜି ଅଫେରା ପଥର ପଥିକ ପାଲଟି ଯାଇଛନ୍ତି। ଭଗବାନ ତାଙ୍କ ଆତ୍ମାର ସଦ୍ଗତି କରନ୍ତୁ। ଓମ୍ ଶାନ୍ତି।